नमस्कार जय जगन्नाथ आपण को देवज्ञान ओडिया चैनल को स्वागत। आज मुख्य खबर गुजरात अहमदाबाद एयरपोर्ट निकटରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଛି। ଏଥିରେ 242 ଜଣ ଯାତ୍ରୀ ଥିବା ସୂଚନା ରହିଛି। ପ୍ରାଥମିକ ରିପୋର୍ଟ ମୁତାବକ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଏଭଳି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଫାୟାର ବ୍ରିଗେଡ୍ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଥିଲେ ବି ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ ନିଆଁ ଲିଭାଇବା କଷ୍ଟସାଧ୍ୟ ହେଉଛି। ଏୟାର ଇଣ୍ଡିଆ AI 171 ବିମାନ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଦିନ ପାଖାପାଖି 1:30ରେ ଉଡ଼ାଣ ଭରୁଥିବା ବେଳେ ଖସି ପଡ଼ିଥିବା କୁହାଯାଇଛି। ଏନେଇ ବିଶେଷ କିଛି ସୂଚନା ମିଳିନଥିବା ବେଳେ ଏହି ଦୁର୍ଘଟଣା ଅହମ୍ମଦାବାଦ ମେଘାନୀନଗର ଅଞ୍ଚଳରେ ହୋଇଛି ଏବଂ ଘଟଣାସ୍ଥଳରେ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଥିବା ସୂଚନା ରହିଛି। ବିମାନରେ ପାଖାପାଖି 242 ଯାତ୍ରୀ ଥିଲେ, ଯେଉଁଥିରେ 230 ଯାତ୍ରୀ ଏବଂ 12 କ୍ରୁ ମେମ୍ବର ସାମିଲ ଥିଲେ। ଦୁର୍ଘଟଣା ଅହମ୍ମଦାବାଦରେ ମେଘାନୀନଗର ଅଞ୍ଚଳରେ ଘଟିଛି। ଉଡ଼ାଣ ଭରିବାର କିଛି ସମୟ ପରେ କ୍ରାସ୍ ହୋଇଥିଲା। ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ନିକଟବର୍ତ୍ତୀ ଏକ କୋଠା କିମ୍ବା କାନ୍ଥରେ ଧକ୍କା ଦେବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇଛି। ପରବର୍ତ୍ତୀ ଖବର ଭଦ୍ରକରେ ଗୋଷ୍ଠୀ ସଂଘର୍ଷର ଗୁରୁତର ଯୁବକଙ୍କ ମୃତ୍ୟୁ ଘଟଣା। ଅଞ୍ଚଳରେ ଉତ୍ତେଜନାକୁ ଆଖିରେ ରଖି ଭଦ୍ରକରେ 24 ଘଣ୍ଟିଆ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଆଜି ସକାଳ 6ଟାରୁ ଆସନ୍ତାକାଲି 6ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଭଦ୍ରକ ପୌରାଞ୍ଚଳ ଭଦ୍ରକ ବ୍ଲକ ବା ତେହିଡ଼ିରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ସେହିପରି ଧାମନଗର ବ୍ଲକ, ଧାମନଗର ପୌରାଞ୍ଚଳରେ ମଧ୍ୟ ଇଣ୍ଟରନେଟ୍ ସେବା ଠପ୍ ରହିବ। ଆଇନ ଶୃଙ୍ଖଳାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ସମ୍ବେଦନଶୀଳ ଅଞ୍ଚଳରେ 27 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗତ ମେ 30 ତାରିଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ କସଟି ଗାଁର ସନ୍ତୋଷ ପରିଡ଼ାକୁ 20ରୁ ଅଧିକ ଲୋକ ଆକ୍ରମଣ କରିଥିଲେ। ପରବର୍ତ୍ତୀ ଖବର ଜୁନ୍ 12 ତାରିଖ 2024 ଏ ଦିନ ଏମିତି ଏକ ଦିନ ଯେଉଁଦିନ ଓଡ଼ିଶାର 24 ବର୍ଷ ପରେ ସତରେ ପରିବର୍ତ୍ତନ ହୋଇଥିଲା। ଆଉ ରାଜ୍ୟ ଦେଖିଥିଲା ନିଜର ନୂଆ ମୁଖ୍ୟମନ୍ତ୍ରୀକୁ। ଗୋଟିଏ ପଟେ କ୍ଷମତାରୁ ଦୂରେଇ ଯାଇଥିଲେ ନବୀନ, ଆଉ ଅନ୍ୟପଟେ ନୂଆ ଆଶା, ନୂଆ ଭିଜନ, ନୂଆ ଓଡ଼ିଶା ଗଠନର ସ୍ୱପ୍ନ ନେଇ ଶପଥ ନେଉଥିଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୁନ୍ 12 ତାରିଖରେ ଘଟିଥିବା ଏ ଶାସନର ପଟ ପରିବର୍ତ୍ତନର ଅସଲ କାହାଣୀ କିନ୍ତୁ ଲେଖା ହେଇଥିଲା ଜୁନ୍ 4 ତାରିଖରେ। ଜୁନ୍ 4ରେ ଇଲେକ୍ସନର ରେଜଲ୍ଟ ଆସିଥିଲା ଆଉ ସମସ୍ତଙ୍କୁ ଚମକେଇ ଓଡ଼ିଶା ପଦ୍ମ ଫୁଟିଥିଲା, ଯାହାକି ଓଡ଼ିଶାକୁ ପ୍ରଥମ ଥର ଗେରୁଆ ରଙ୍ଗରେ ରଙ୍ଗୀନ କରିଦେଇଥିଲା। ପରବର୍ତ୍ତୀ ଖବର ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି, ବର୍ଷାରେ ଭିଜିବ ରଜ। ଆଗାମୀ 7 ଦିନ ପାଇଁ ରାଜ୍ୟରେ ଜାରି ରହିବ ବର୍ଷା। ଦିନର ତାପମାତ୍ରା ଆଜିଠୁ 2ରୁ 3 ଡିଗ୍ରୀ ଖସିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। କାରଣ ରାଜ୍ୟକୁ ପୁଣି ଫେରୁଛି ମୌସୁମୀ ଜନିତ ବର୍ଷା। ଆସନ୍ତା 14 ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବା ନେଇ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପୁଣି ଏଭଳି ପରିସ୍ଥିତିରେ 4 ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହୋଇପାରେ, ତେଣୁ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦେଇଛି ପାଣିପାଗ ବିଭାଗ। ପରବର୍ତ୍ତୀ ଖବର ଭୁବନେଶ୍ୱରରୁ ସିଧା ଆବୁଧାବିକୁ ଉଡ଼ିବ ବିମାନ। ଓଡ଼ିଶାରେ UAE ଯାଉଥିବା ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବିମାନ ସେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ସକାଳ 9:35 ସମୟରେ ବିମାନ ଉଡ଼ାଣ ଆରମ୍ଭ କରିଥିଲେ। ଗତ 13 ବର୍ଷ ଧରି ସଂଯୁକ୍ତ ଆରବ ଏମିରେଟ୍ସରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ପ୍ରିୟଦର୍ଶୀ ପାଣିଗ୍ରାହୀ ଆବୁଧାବି ଓ ଭୁବନେଶ୍ୱର ମଧ୍ୟରେ ପ୍ରଥମ ସିଧା ଉଡ଼ାଣରେ ଯାତ୍ରା କରିଛନ୍ତି। ନୂଆ ବିମାନ ଉଡ଼ିବା ଦ୍ୱାରା ଯୋଗାଯୋଗ ସ୍ଥାପନ ସହ ବ୍ୟବସାୟିକ ସମ୍ପର୍କ ଆଶା ବଢ଼ିଛି। ସଂଯୁକ୍ତ ଆରବ ଏମିରେଟ୍ସରେ ସିଧାସଳଖ ବିମାନ ସେବା ଯୋଡ଼ି ହେବା ପରେ ଏବେ ନୂଆ ସମ୍ଭାବନା ଯୋଡ଼ି ହେଇଛି। ପରବର୍ତ୍ତୀ ଖବର ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା 108 ଆମ୍ବୁଲାନ୍ସ। ରାସ୍ତାରୁ ପାଖାପାଖି 15ରୁ 20 ଫୁଟ ତଳକୁ ଖସିଯାଇଛି ଆମ୍ବୁଲାନ୍ସ। ଗତକାଲି MKG's ହସ୍ପିଟାଲରେ ରୋଗୀଙ୍କୁ ଛାଡ଼ି ଫେରୁଥିବା ସମୟରେ ରାୟଗଡ଼ା ଜିଲ୍ଲାର ଗୋଇବନ୍ଧା ଘାଟିରେ ଘଟିଛି ଦୁର୍ଘଟଣା। ଘାଟିରେ ବ୍ରେକ୍ ମାରିବାକୁ ଅନେକ ଚେଷ୍ଟା କରୁଥିଲେ ବି ବ୍ରେକ୍ ଫେଲ୍ ହେବାରୁ ଗାଡ଼ିକୁ ନିୟନ୍ତ୍ରଣ କରିବା ଡ୍ରାଇଭର ପକ୍ଷରେ ସମ୍ଭବ ନଥିଲା। ଆଉ ଶେଷରେ ଘାଟି ତଳକୁ ଖସି ପଡ଼ିଥିଲା ଆମ୍ବୁଲାନ୍ସ। ଗତ 2 ଦିନ ତଳେ ଆମ୍ବୁଲାନ୍ସର ବ୍ରେକ୍ ମରାମତି କରାଯାଇଥିଲେ ବି ଭଲ ଭାବରେ କାମ ହେଇନଥିବାରୁ ଏଭଳି ସମସ୍ୟା ଥାଇପାରେ ବୋଲି ଡ୍ରାଇଭର ଜଣକ କହିଛନ୍ତି। ପରବର୍ତ୍ତୀ ଖବର କେନ୍ଦୁଝର ଯୋଡ଼ା ଥାନା ଅନ୍ତର୍ଗତ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି। ବ୍ୟାଙ୍କ ଖୋଲୁ ଖୋଲୁ 5 ଜଣ ଡକାୟତ ମୁହଁରେ କଳା କପଡ଼ା ବାନ୍ଧି ଟଙ୍କା ଏବଂ ସୁନା ଲୁଟ୍ ନେଇଛନ୍ତି। ଘଟଣାସ୍ଥଳରୁ ଲୁଟେରା ଫେରାର ଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 5 ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି। ଖବର ପାଇ ଯୋଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଦିନ ଦ୍ୱିପ୍ରହରରେ ଲୁଟ୍ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ଲୁଟ୍ର ଆନୁମାନିକ ମୂଲ୍ୟ 11 ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ପରବର୍ତ୍ତୀ ଖବର ବାଂଲାଦେଶରେ ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର ଉପରେ ଆକ୍ରମଣ ହୋଇଛି। ବାଂଲାଦେଶର ସିରାଞ୍ଜାଗଞ୍ଜର ଶାହଜାଦପୁରସ୍ଥିତ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର କଚାରୀ ବାଡ଼ି ଘରେ ଆକ୍ରମଣ କରି ସଂଘବଦ୍ଧ ଭାବେ ଆସି ଆକ୍ରମଣ କରିଥିଲେ। ଏହି ଘଟଣା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ଅଧୀନରେ ଘଟିଛି। ପରବର୍ତ୍ତୀ ଖବର ରଥଯାତ୍ରାରେ ରେଳବାଇ ଜ୍ୟାକ୍‌ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ଏହା ରେଳବାଇ ପାଇଁ ଏକ ଦିବ୍ୟ ସଂଯୋଗ। ଶ୍ରୀଜଗନ୍ନାଥ ମନ୍ଦିରରୁ ପ୍ରାୟ 200 ମିଟର ଦୂରରେ ରଥଗୁଡ଼ିକୁ ନିର୍ମାଣ ହୋଇଥାଏ। ମୁଖ୍ୟ ମନ୍ଦିର ସମ୍ମୁଖରେ ତିନୋଟି ରଥକୁ ସଠିକ୍ ସ୍ଥାନରେ ରଖିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଏବଂ ଏଥିପାଇଁ ବଡ଼ ବଡ଼ ରେଳବାଇ ଜ୍ୟାକ୍ ବ୍ୟବହାର କରାଯାଏ। ରଥଯାତ୍ରା ସମୟରେ ରେଳ ବିଭାଗର 40 ଜଣ କର୍ମଚାରୀଙ୍କ ଏକ ଦଳ ସମସ୍ତ ମରାମତି ଉପକରଣ ସହିତ 2ଟି ଟ୍ରକରେ ରଥଗୁଡ଼ିକୁ ଅନୁସରଣ କରନ୍ତି। ପ୍ରଚଳିତ ପରମ୍ପରା ଅନୁଯାୟୀ ରଥଗୁଡ଼ିକ ଆଗକୁ ବଢ଼ିବା ପରେ ପଛକୁ ହଟନ୍ତି ନାହିଁ। ତେଣୁ ରଥଗୁଡ଼ିକୁ ସୁଗମ ଭାବରେ ଚଳାଇବାରେ ରେଳ କର୍ମଚାରୀଙ୍କ ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ପରବର୍ତ୍ତୀ ଖବର ରାଜ୍ୟସ୍ତରୀୟ ବିକାଶ ବାହାନର ଶୁଭାରମ୍ଭ। ରାଜ୍ୟ ସରକାରଙ୍କ ଏକ ବର୍ଷପୂର୍ତ୍ତି ଅବସରରେ ଆଜି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିକାଶ ବାହାନ ଯାତ୍ରାର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ମହାତ୍ମା ଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ରାଜ୍ୟର 314 ବ୍ଲକରେ ଆଜିଠୁ ଜୁନ୍ 21 ଯାଏଁ ବିକାଶ ବାହାନ ଗଡ଼ିବ। 5 ମହାନଗର ନିଗମ 115 ପୌରାଞ୍ଚଳରେ ବି ଗଡ଼ିବ। ବିଜେପି ସରକାରଙ୍କର ବର୍ଷପୂର୍ତ୍ତି ଅବସରରେ ସରକାରୀ ଜନ କଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ ସଚେତନ କରିବ। ଲୋକଙ୍କ ସେବାରେ ସମର୍ପିତ 1 ବର୍ଷରେ ନାରୀ ଶକ୍ତି, ଯୁବ ଶକ୍ତି, ଅନ୍ନଦାତା, ସାମାଜିକ ପ୍ରତିବଦ୍ଧତାର ବାର୍ତ୍ତା ବାଣ୍ଟିବ। ପରବର୍ତ୍ତୀ ଖବର ଦେବସ୍ନାନ ପୂର୍ଣ୍ଣିମାର ନିଶାର୍ଦ୍ଧରେ ଦାରୁବ୍ରହ୍ମ ଜୟ ବିଜୟ ଦ୍ୱାର ଦେଇ ଅଣସର ପିଣ୍ଡିରେ ଅବସ୍ଥାନ କଲେ। କାଷ୍ଠା ସିଂହାସନରେ ମାଟି ବାଡ଼ ଦେଇ ତାଟି ବନ୍ଧାଗଲା। ଧୁକୁଡ଼ି ଦ୍ୱାର ନାମରେ ଦଇତାପତିଙ୍କ ପ୍ରବେଶ କ୍ଷୁଦ୍ର ଦ୍ୱାର ରହିଛି। ଏଠାରେ ମହାପ୍ରଭୁ ପ୍ରତିମା ନୁହନ୍ତି ପ୍ରତୀକାତ୍ମକ ବିଗ୍ରହ। ବିଶ୍ୱାବସୁଙ୍କ ବଂଶଧର ଭାବେ ଦଇତାପତି ମହାପ୍ରଭୁଙ୍କ ଆତ୍ମୀୟ। ଏଣୁ ଆଜିଠାରୁ ଆତ୍ମୀୟଙ୍କ ଦ୍ୱାରା ମହାପ୍ରଭୁଙ୍କ ଗୁପ୍ତ ସେବା ଆରମ୍ଭ ହୋଇଛି। ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପଟିଦିଅଁ ପାଉଛନ୍ତି। ଏଣୁ ବୁଧବାର ବିଳମ୍ବିତ ରାତିରେ ପାରମ୍ପରିକ ଚିତ୍ରକାର ସେବକଙ୍କ ଦ୍ୱାରା ଘରୁ ପଟୁଆରେ ଶ୍ରୀମନ୍ଦିରକୁ ପଟିଦିଅଁ ବିଜେ ହୋଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଏବଂ ବଡ଼ ଠାକୁରଙ୍କ ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପଟିଦିଅଁ ରୂପେ ପୂଜା ପାଉଛନ୍ତି। ପରବର୍ତ୍ତୀ ଖବର କାଲି ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଥିଲା। 14 ଦିନ ଧରି ଠାକୁର ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ ଦେବେ। ଆଜି ଭୋର 4ଟାରେ ମନ୍ଦିର ଖୋଲା ପରେ 4ଟା 15ରେ ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ବେଶ, ତୁଳସୀ ଲାଗି ହୋଇଥିଲା। 5:30ଟାରେ ଗୋପାଳ ବଲ୍ଲଭ ସରିବା ପରେ ଏବଂ ସର୍ବସାଧାରଣ ଦର୍ଶନ 6ଟାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ଶ୍ରୀ ଅଲାରନାଥ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ପରବର୍ତ୍ତୀ ଖବର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତଙ୍କ ନେତୃତ୍ୱରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ପରୀକ୍ଷାର୍ଥୀ ପାଇଁ ବସ୍ ଓ ଟ୍ରେନ୍ ଭଡ଼ା ଛାଡ଼ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା। ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦିନକୁ ଦିନ ବଜାର ଦର ବଢ଼ୁଥିବା ବେଳେ ଅଭିଭାବକମାନଙ୍କ ରୋଜଗାର କମିଯାଉଛି। ସୁତରାଂ ଛାତ୍ରଛାତ୍ରୀମାନଙ୍କ ପଛା ଖର୍ଚ୍ଚ ଅଭିଭାବକଙ୍କ ନିକଟରେ କଷ୍ଟସାଧ୍ୟ ହୋଇପଡ଼ୁଛି। ଛାତ୍ରଛାତ୍ରୀମାନେ ଟ୍ରେନ୍ ଓ ବସ୍ ଭଡ଼ା ଦେବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବହୁତ ପରୀକ୍ଷାର୍ଥୀମାନେ ବସ୍ ଏବଂ ଟ୍ରେନ୍ ଭଡ଼ା ଖର୍ଚ୍ଚରେ ଦେଇପାରୁନାହାନ୍ତି। ଛାତ୍ରଛାତ୍ରୀ ଓ ପରୀକ୍ଷାର୍ଥୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାରୀ ବସ୍ ଓ ଟ୍ରେନ୍ ଭଡ଼ା ସମ୍ପୂର୍ଣ୍ଣ ଛାଡ଼ ଏବଂ ଘରୋଇ ପରିବହନ ସଂସ୍ଥାରେ 50% ରିହାତି କରାଯିବା ପାଇଁ ଦାବି କରାଯାଇଛି। ପରବର୍ତ୍ତୀ ଖବର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଗୃହ ପରିସରରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ନିଆରା କାର୍ଯ୍ୟକ୍ରମ ବିଡିଓ ଧାନାଇ କିସ୍କୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକର ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ, ସମ୍ମାନିତ ଅତିଥି ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରତିନିଧି ତଥା ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ଜର୍ଲେନ ନାୟକ ଓ ସିଡିଏଫଓ କୁଇଲିମଣି ଟୁଡୁ ପ୍ରମୁଖ ଯୋଗଦେଇ ଉଦ୍ଘାଟନ କରିଥିଲେ। ଧନ୍ୟବାଦ। ଜୟ ଜଗନ୍ନାଥ।